ଯେପର୍ଯ୍ୟନ୍ତ ଲିଷ୍ଟରେ ନ ବାହାରିଛି ସେ ପର୍ଯ୍ୟନ୍ତ ମୁଁ କେବେ କହିପାରିବିନି କୋଉ ଦଳରେ ସେ ଠିଆ ହବ। ମୁଁ ତାଙ୍କୁ ଚେଷ୍ଟା କରିବି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କଂଗ୍ରେସ ଠିଆ ହେବା ପାଇଁ। ଉଠୁନି, କୋଉ ଦଳରେ ଉଠିବ ଯେତେବେଳେ ଦେଖିବ ଲିଷ୍ଟ ବିଜେଡି ଲିଷ୍ଟରେ ବାହାରିଛି ନା ବିଜେପି ଲିଷ୍ଟରେ ବାହାରିଛି ନା କଂଗ୍ରେସ ଲିଷ୍ଟରେ ବାହାରିଛି। ଯେପର୍ଯ୍ୟନ୍ତ ଲିଷ୍ଟରେ ନ ବାହାରିଛି ସେ ପର୍ଯ୍ୟନ୍ତ ମୁଁ କେବେ କହିପାରିବିନି କୋଉ ଦଳରେ ସେ ଠିଆ ହବ। ଅନ୍ୟ ଦଳରୁ ଠିଆ ହେବେ ସୁର ରାଉତରାୟ କଣ ତାଙ୍କ ପାଇଁ ପ୍ରଚାର କରିବେ? ମୁଁ ତାଙ୍କୁ ଚେଷ୍ଟା କରିବି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କଂଗ୍ରେସ ଠିଆ ହେବା ପାଇଁ। ସେ ସାଁ ବାଳକ, ହାଇଲି ଏଜୁକେଟେଡ, 150ଟା ଦେଶ ଯାଇ ବୋଇଂ ପ୍ଲେନ ଚଲେଇ ଗୋଟେ କ୍ୟାପ୍ଟେନ ସେ ଏୟାର ଇଣ୍ଡିଆ। ତାପରେ ସେ ମତେ ଜନସାଧାରଣ କହି ତାପରେ ଛାଡି ଦିଅ, ତମେ ଜବରଦସ୍ତ ତାକୁ କରାଅନି। କିନ୍ତୁ ମୁଁ ତାକୁ ଜବରଦସ୍ତ କରାଉଛି। ମୋ ଦଳ 150 ବର୍ଷର ଦଳ। ମୋ ଦଳ ଓଡ଼ିଶାର ଭାରତ ବର୍ଷର ବିକାଶ କରିଛି। ମୋ ଦଳ ହୀରାକୁଦ ବନ୍ଧ କରିଛି। ମୋ ଦଳ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ କରିଛି। ମୋ ଦଳ ପାରାଦୀପ ବନ୍ଦର କରିଛି। ମୋ ଦଳ ଭୁବନେଶ୍ୱର କରିଛି। ମୋ ଦଳ ଆଜି ଯଦି ଏବେ ନାଲକୋ କରିଛି। ତେଣୁ ମୋ ଦଳରେ ଠିଆ ହେବା ପାଇଁ ମୁଁ ଚେଷ୍ଟା କରିବି। ତାପରେ କଣ ହବ ଦେଖାଯିବ। ବର୍ତ୍ତମାନ ମହତାବ ଜଣେ ବିଚକ୍ଷଣ ପାର୍ଲିଆମେଣ୍ଟିଆନ, 3 ଥର ଆୱାର୍ଡ ପାଇଛନ୍ତି। ହରେକୃଷ୍ଣ ମହତାବଙ୍କ ପୁଅ, ଜଣେ ଉଚ୍ଚ କୋଟିର ଲିଡର। କାହିଁକି ସେ ଇସ୍ତଫା ଦେଲେ ମୁଁ ଜାଣେ ନା। ମୋର ସେ ଗୋଟେ ସାନ ଭାଇ। ମହତାବ ମୋର ବାପ। ତାଙ୍କ ପୁଅ ହିସାବ ଭଳିଆ ମୁଁ ଆଜି ଜୀବନ କଟେଇଛି, କଟଉଛି, କଟେଇବି ମଲା ପର୍ଯ୍ୟନ୍ତ। ମହତାବ ମୋର ଗୁରୁ ବାପା। ତାଙ୍କ ପୁଅ ଭର୍ତ୍ତହରି କଣ ପାଇଁ ଇସ୍ତଫା ଦେଇଛି ମୁଁ ଜାଣିନି। ତାଙ୍କ ସହିତ ଆଲୋଚନା, ହଁ ମୁଁ ଆଲୋଚନା କଲା ପରେ କହିବି।